आमे पढ़ुचु गोटे सब्जेक्ट चूजिंग टू डू जोग माँ को लेखा माँ को कथा नलिंदा को निज भाषा लिखिं माँ जहाँ कही लिखिं आम काली कि पढ़ी एक लास्ट पाराग्राफ आरंभ करते Yes, you all my children, I may tell you, I have already told you many times, and I still repeat, you live in an uncommon freedom. Externally, there are a few small restrictions, for as you are many and have not the whole art at our disposal, we have to submit ourselves to some discipline to a certain extent, so that there may not be too much disorder. But internally, you live in a wonderful liberty. No restraint, no moral restraint, no intellectual restraint, no fixed principle. Nothing is there save and except a light. If you wish to profit by it, you get the profit. If you do not want, you are free not to profit by it. But the day you make a choice, and when you do it with all sincerity, and you feel within you a radical decision, things become, as I say, quite different. There is the light and there is the way to follow straight on. One must not turn aside. It deceives, it deceives none, and none can deceive it. Yoga, you must know, is not just a play. When you choose, you must know what you have done. And when you have chosen your way, you must stick to it. You have no more the right to hesitate. You have to go ahead. That is all. ये हूँ काली आम पढ़ी जे बारंबार बारंबार कहते श्रीमंदर गोटे लेखा भी अच्छी जोग इज ए फायर डू नॉट टच इट ये तुम जाड़ीदेव यहाँ हूँ এটা হচ্ছে গোটে কম কহযোগ ভিতরর গোটে টপসিটরে চেঞ্জ হয়ে যাব দি মোমেন্ট ইউ ডিসাইড and you are deciding to do yoga তা মানে হচ্ছে যে আমি যে অবস্থা তার ଆଉ ଏକ ଅବସ୍ଥାକୁ ଚାଲିଯିବୁ ଆମେ ଯେମିତି ମନ ପ୍ରାଣ ଶରୀର ଦ୍ୱାରା ବାସ କରୁଛୁ ତା ଦ୍ୱାରା ପ୍ରେରିତ ହେଉଛୁ ତା ନ କରିକିରି ଆମର ନିର୍ଣ୍ଣାୟକ ଯେଉଁ ଡିସିସିଭ୍ ପଏଣ୍ଟ ହେବ ଭିତରର ଯେଉଁ ଅନ୍ତରାତ୍ମା ତାହା ହେବ ବା ଆମେ ସଂକଳ୍ପ କରିବୁ ଯେ ସେ ଅବସ୍ଥା ଲାଭ କରିବୁ ବୋଲି ସେଇ ଦୃଷ୍ଟିରୁ ଆମର ସକଳ ଜୀବନଚର୍ଯ୍ୟା ଚେଞ୍ଜ ହେଇଯିବ ସମ୍ପୂର୍ଣ୍ଣ ଅଲଗା ହେଇଯିବ ଗୋଟେ ଜାଗାରେ କହୁଛନ୍ତି ବାହାରୁ ଏକା ଲୋକ ଥିବ ଭିତରେ ସବୁ ଚେଞ୍ଜ ହେଇଯିବ ଦି ଲିଷ୍ଟ however that I expect from you ମାକରେ ସବୁଠୁ କମ୍ ମୁଁ ତମଠୁ ଆଶା କରୁଛି is the will to do things well ଭଲ ଭାବରେ କାମଟା କର ଯେଉଁ କାମ କରୁଛ and effort towards progress the desire to be in life something better than ordinary humanity ଏତିକି ତମଠୁ ଆଶା କରାହେଉଛି ଯେ ଅଗ୍ରଗତି କରିବାକୁ ଚେଷ୍ଟା କର ଆଉ ଜୀବନରେ ସାଧାରଣ ଲୋକ ଭଳିଆ ନ ରହିକିରି ସାଧାରଣ ଜୀବନଚର୍ଯ୍ୟା ନ କରି କିଛି ଅଲଗା କିଛି କର ଡିଜାୟାର ଟୁ ବି ଇନ୍ ଲାଇଫ୍ ଜୀବନରେ ଏହା କହିବାକୁ ଇଚ୍ଛା କର ସମଥିଙ୍ଗ ବେଟର ଦେନ୍ ଅର୍ଡିନାରୀ ହ୍ୟୁମାନିଟି ସାଧାରଣ ମଣିଷ ଯେମିତି ଚଳେ ତା ନ କରି ଟିକେ ଅଲଗା ରକମ ଚଳିବାକୁ ଆରମ୍ଭ କର ୟୁ ଆର୍ ବ୍ରଟ୍ ଅପ୍ ୟୁ ହାଭ୍ ଗ୍ରୋନ୍ ଅପ୍ ଅଣ୍ଡର କଣ୍ଡିସନ୍ସ ଦ୍ୟାଟ୍ ଆର୍ unusually luminous conscious harmonious full of goodwill you are brought up ତମେ ବଞ୍ଚିଛ ତୁମକୁ ଲାଳନ ପାଳନ କରାହେଇଛି କେଉଁ ସକାଶେ ୟୁ ହାଭ୍ ଗ୍ରୋନ୍ ଅପ୍ ଅଣ୍ଡର କଣ୍ଡିସନ୍ ଏଭଳି ଏକ ପରିବେଶ ଦ୍ୱାରା ଭିତରେ ଦେଇକିରି ତମେ ବଢ଼ି ଉଠିଛ ଦ୍ୟାଟ୍ ଆର୍ unusually luminous ତା ଅଦ୍ଭୁତ ଭାବରେ ଜ୍ୟୋତିର୍ମୟ ସଚେତନ କନସସ୍ ହାରମୋନିୟସ୍ ସଂଗତିପୂର୍ଣ୍ଣ ଫୁଲ୍ ଅଫ୍ ଗୁଡୱିଲ୍ ଶୁଭେଚ୍ଛା ଦ୍ୱାରା ପରିପୂର୍ଣ୍ଣ and in answer to that एकथा मिलेनी ଯେଉଁମାନେ ରଙ୍ଗ ଜାଗାରେ ଜନ୍ମ ହେଇଥାନ୍ତି ରଙ୍ଗ ଜାଗାରେ ଜନ୍ମ ହେଇଥାନ୍ତି ମାନେ ତାମାନେ ଯେଉଁଠି ଜନ୍ମ ହେବାକୁ ଚାହାନ୍ତି ସେଠି ଜନ୍ମ ହେଇପାରନ୍ତିନି ଅନ୍ୟ କେଉଁ ଜାଗାରେ ଜନ୍ମ ହେଇଯାଆନ୍ତି ଯେମିତି ଇଏ ଥାଏ ପ୍ଲାଷ୍ଟିକ କୁଣ୍ଡ ଥାଏ ତା ମଝିରେ ଗୋଟେ ମାର୍କ ଦିଆହେଇଥାଏ ପ୍ଲାଷ୍ଟିକ କୁଣ୍ଡରେ ପାଣି ଭର୍ତ୍ତି କରାହେଇଥାଏ
ଟଙ୍କାଟେ ତୁମକୁ ଆଗେ ଟଙ୍କାଟେ ଥିଲା, ଏବେ କ'ଣ ହେଇଛି ମୁଁ ଜାଣିନି। ଟଙ୍କାଟେ ଦିଆଯିବ ହାତକୁ, ପକେଇବ, ଛାଡ଼ିଦବ, ଯେମିତି ଟଙ୍କାଟା ଯଦି ସେଇ ଜାଗାରେ ପଡ଼ିବ ତୁମେ 2 ଟଙ୍କା ପାଇବ। କିନ୍ତୁ ହୁଏନି, ଗୋଟେ ଜାଗାରେ ଦେଖିଲା ବେଳକୁ ଆଉ ଗୋଟେ ଯାଇକି ପଡ଼। ମଣିଷ ଏକ୍ଜାକ୍ଟଲି ସେମିତି ଜନ୍ମ ହୁଏ। ମୁଁ ସେମାନଙ୍କ କଥା ବିଶେଷ ଭାବରେ କୁହାହେଉଛି ଯେଉଁମାନେ ଟିକେ ଭିତରେ କନସିୟସ୍ ଅଛନ୍ତି। ସେମାନେ ଚୁଜ୍ କରିକି ଆସନ୍ତି କେଉଁ ପରିବାରରେ ଜନ୍ମ ହେଲେ ଭଲ ହେବ, କେଉଁ ପରିବେଶରେ ଜନ୍ମ ହେଲେ ଭଲ ହେବ। କିନ୍ତୁ ଆକ୍ଚୁଆଲି ଜନ୍ମ ହେଲା ବେଳକୁ ପୃଥିବୀର ପରିବେଶ ଏତେ ତଫାତ୍, ରିଫ୍ରାକ୍ଟିଭ୍ ଇଣ୍ଡେକ୍ସ ବହୁତ ଅଲଗା ପୃଥିବୀରେ। ତେଣୁ ଯେଉଁ ଜାଗାରେ ପଡ଼ିବା କଥା ସେ ଜାଗା ନ ପଡ଼ି ଅନ୍ୟ କେଉଁ ଜାଗାରେ ଜନ୍ମ ଆରମ୍ଭ କରନ୍ତି। ପୁଣି ସମୟ ଲାଗିଯାଏ, ବେଶ ସମୟ ଲାଗିଯାଏ କନସିୟସ୍ ହେବା ପାଇଁ, ପୁଣି ଫେରି ଆସିବା ପାଇଁ ନିଜର ଅରିଜିନାଲକୁ। ଅନେକ ଗୁଡ଼ିଏ ଘଟଣା ଜୀବନରେ ଘଟେ, ଅନେକ ଆଘାତ ଜୀବନରେ ଆସେ, ଯାହା ମଣିଷକୁ ପୁଣି ଠିକ୍ ବାଟରେ ନେଇଯାଏ। କିନ୍ତୁ ସହଜରେ ମଣିଷ ଆସେନି। ସେଥିପାଇଁ ସେ କହୁଛନ୍ତି, ଯେଉଁମାନେ ଆଶ୍ରମରେ ରହିଛନ୍ତି, ଯେ you are brought up, you have grown up under conditions that are unusually luminous, ଅଦ୍ଭୁତ ଭାବରେ ଜ୍ୟୋତିର୍ମୟ, ସଚେତନ, କନସିୟସ୍, ହାରମୋନିୟସ୍, ସଂଗତିପୂର୍ଣ୍ଣ, ଫୁଲ୍ ଅଫ୍ ଗୁଡ୍ ୱିଲ୍, ଶୁଭେଚ୍ଛା ଦ୍ୱାରା ପରିପୂର୍ଣ୍ଣ। And in answer to that, it is proper that you should be upon earth, some way an expression of that light and harmony and goodwill. यार ଏଇଭଳି ଯେଉଁ ଅଦ୍ଭୁତ ପରିବେଶ ଭିତରେ ତୁମେ ଜନ୍ମ ହେଇ ପଡ଼ିଛ, କାର୍ଯ୍ୟ କରୁଛ, ତୁମେ ତାକୁ ଉତ୍ତର କେମିତି ଦେବ? ତାର କେମିତି ତାକୁ ଋଣ ସୁଝିବ କେମିତି? ନା ଆଟଲିଷ୍ଟ ସେ ଆଲୋକର ଅନୁରୂପ ଏକ ସଂଗତି, ଶୁଭେଚ୍ଛା, ଜ୍ୟୋତିର୍ମୟତାର ଏକ ପ୍ରମାଣ ତୁମେ ଦେବ ନିଜ ଜୀବନରେ। ଦ୍ୟାଟ୍ ଉଡ୍ ବି ସମଥିଙ୍ଗ ଫେୟାର। ଭଲ ହେବ ଏଇଟା। କେହି ବର୍ତ୍ତମାନ କେହି ବୁଝିପାରିବେନି। ମୁଁ ସେଇ ସମୟର କଥା କହୁଛି, ଇଟ୍ ୱାଜ୍ ଆୱାର ବିଫୋର୍ ଦି ଗଡ୍ସ ଆୱେକ୍। ତାମାନେ ଯେତେବେଳେ ମାସୁମଙ୍କୁ ସେ କେହି ଜାଣିନଥିଲେ, ଓଡ଼ିଶାରେ କେହି ଜାଣିନଥିଲେ, କିଛି ଶୁଣାଯାଇ ନଥିଲା, କେଉଁ ବୁଝାଯାଇ ନଥିଲା। ସେତେବେଳେ ମାଙ୍କର ଶ୍ରୀମନ୍ଦିରଙ୍କର ଫଟୋ ଗୋଟେ ଦେଖିବା ମାନେ ଅପୂର୍ବ ଥିଲା, ମିଳୁନଥିଲା ଫଟୋ କୁଆଡ଼େ, କେଉଁଠି ନାହିଁ। ଆଉ ସେଠି ଆମେ ଯେତେବେଳେ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର କଥା ବର୍ତ୍ତମାନ ଭାବୁ, ଆମେ ସମାଲୋଚନା କରୁ ଯେ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଯାହା ହେବା କଥା ତାହା ହେଉନି, ଏତେ ବହୁତ ସମାଲୋଚନା କରୁ, ଚାହୁଁ। କିନ୍ତୁ ଇଟ୍ ହେଲ୍ପସ୍ ଯେଉଁମାନେ ଯିଏ ଜନ୍ମ ନେଇଛି ଏବଂ ଚାହୁଁଛି ବାଟ କେଉଁ ବାଟେ ବାହାରିଯିବ ବୋଲି, ସେତେବେଳେ ମାସୁମଙ୍କ ଫଟୋରେ ପ୍ରଣାମ କରିବା ସବୁଦିନ ଗୋଟେ ସୁଯୋଗ, ଏଇଟା ଆମେ ଅଧିକାଂଶ ଭୁଲି ଯାଉଛୁ। ଏଇଟା ସେଇମାନେ ମନେ ରଖିବେ ଯେତେବେଳେ ଆରମ୍ଭରେ, ଏକଦମ ଆରମ୍ଭରେ ଯେଉଁ ଅବସ୍ଥା ଥିଲା, ଯେତେବେଳେ ଅଦ୍ଭୁତ ଥିଲା ଯେ କିଏ ଗୋଟେ ମାଙ୍କ ନାଁ କହିବ, ଆମେ କେଉଁ ଗୋଟେ ମାଙ୍କ ସିମ୍ବଲ କେଉଁ ଜାଗାରେ ଦେଖିବୁ, ମନେ ଭାଇ ଘର ହେଉଛି ଆମ ନିଜ ଘର। କେଉଁ ଲୋକ ପାଖରେ ମାଙ୍କ ଫଟୋଟେ ଦେଖିବୁ, ଏ ଲୋକ ଆମ ନିଜ ଲୋକ, ଏଇ ଭାବ ସେତେବେଳେ ଥିଲା। ଏବଂ ଆମେ ଏ ଗୋଟେ ସୁଯୋଗ ପାଇଛୁ, ସେ ସୁଯୋଗ ହେଉଛି ମା ସୁନ୍ଦରଙ୍କର ଫଟୋ ରହିଛି ସବୁଆଡ଼େ। ସବୁଆଡ଼େ ଓଡ଼ିଶାରେ ତ ବର୍ତ୍ତମାନ ଭର୍ତ୍ତି, ସବୁଆଡ଼େ ଆଲୋଚନା ହେଉଛି ସାବିତ୍ରୀ, ଲାଇଫ୍ ଡିଭାଇନ୍, ଲେଟର୍ସ, ସିନ୍ଥେସିସ୍ ଅଫ୍ ଯୋଗ, ଘେସୁଛନ୍ତି ଗୀତା, କ'ଣ ଯେ ଆଲୋଚନା ନ ହେଉଛି ଏମିତି କିଛି କଥା ନାହିଁ, ଆଲୋଚନା ହେଉଛି। ଏଭଳି ଏକ ପରିବେଶ ସୃଷ୍ଟି କରାହେଇଛି ଯାହାଫଳରେ ଯେଉଁମାନେ ଅନ୍ତରାତ୍ମାକୁ ଆବିଷ୍କାର କରିବାକୁ ଚାହିଁବେ, ଯେଉଁମାନେ ଅଗ୍ରଗତି କରିବାକୁ ଚାହିଁବେ, ତାଙ୍କ ପାଇଁ ଅପୂର୍ବ ସୁଯୋଗ ରହିଛି। ଏ ସୁଯୋଗ ଆଗରୁ କେବେ ବି ନଥିଲା। ତାପରେ କହିଛନ୍ତି ୱାନ୍ କ୍ୟାନ୍ ଡୁ ଦି ଯୋଗ, ଯୋଗ ଅଫ୍ ଟ୍ରାନ୍ସଫର୍ମେସନ୍। ଜଣେ ଯୋଗ କରିପାରିବ, ରୂପାନ୍ତର ଯୋଗ ସେତେବେଳେ କରିପାରିବ। ଅଫ୍ ଅଲ୍ ଥିଙ୍ଗସ୍ ଦି ମୋଷ୍ଟ ଡିଫିକଲ୍ଟ। ଯୋଗ ତ କଷ୍ଟ, ରୂପାନ୍ତର ଯୋଗ ସବୁଠୁ କଷ୍ଟ। এইটাকে ଆମେ ସ୍ୱୀକାର କରିବାକୁ ଚାହୁଁନି। ଯୋଗ ସାଧନା କଷ୍ଟ। ଯୋଗ ସାଧନା କଲେ କ'ଣ ହେବ ନା, କେତେ ତୁଚ୍ଛ ସାଧନା, କେତେ କ'ଣ ସବୁ ଚିନ୍ତା କରାଯାଏ। ସବୁଠୁ କଷ୍ଟ ହେଉଛି ରୂପାନ୍ତର ଯୋଗ। କାହିଁକି? କୌଣସି ଅଂଶକୁ ବାଦ୍ ଦିଆ ନ ଯାଇକିରି ଏଭଳି ଏକ ଶୃଙ୍ଖଳା, ଏଭଳି ଏକ ଡିସିପ୍ଲିନ୍ ଆମେ ନିଜେ ନିଜ ପାଇଁ ଗ୍ରହଣ କରୁ, ଯାହାଫଳରେ ଆମେ ଲକ୍ଷ୍ୟ ପ୍ରାପ୍ତି କରିପାରିବୁ। ଲକ୍ଷ୍ୟଟା କ'ଣ? ଲକ୍ଷ୍ୟଟା କ'ଣ? କାହିଁକି ଏତେ ଡିଫିକଲ୍ଟ? ନା ଅନ୍ୟାନ୍ୟ ସାଧନାରେ ହୃଦୟରେ ଭଗବାନଙ୍କର ଉପସ୍ଥିତି ଅନୁଭବ କରିବା, ଆବିଷ୍କାର କରିବା, ତାହା ହିଁ ଶେଷ ହୁଏ ସାଧନାର। ଏଠି ହେଉଛି ସେତେବେଳୁ ଆରମ୍ଭ ହୁଏ। ଆମେ ଦେଖ, ଆମେ ପ୍ରକୃତ ଲକ୍ଷ୍ୟଠୁ ଆଟଲିଷ୍ଟ ବୁଝିବା ଯେ ଲକ୍ଷ୍ୟଠୁ କେତେ ଦୂରରେ ଆମେ ଠିଆ ହେଇଛୁ, କେତେ ଦୂରରେ ରହିଛୁ। ଯେ ଏଇ ଚିନ୍ତା, ଏଇ ଅବସ୍ଥା ସବୁବେଳେ ଘାରି ରହିବ ଆମକୁ, ଯେ ଏଇ କଥାଟା ମୋତେ ଏଇ ଜୀବନରେ କରିବାକୁ ପଡ଼ିବ। କୌଣସି ମତେ ଏଇ ଜୀବନ ବୋଲି କହିବାନି, କେବେ ସ୍ଥାୟୀ କଥା କରିବାକୁ ହିଁ ପଡ଼ିବ, କାରଣ ଏଇଠୁ ଆମର ଯୌଗିକ ଜୀବନ ଆରମ୍ଭ ହେବ। ୱାନ୍ କ୍ୟାନ୍ ଡୁ ଦ ଯୋଗ, ଯୋଗ ସାଧନା ଜଣେ କରିପାରେ।
The yoga of transformation, Rupantara yoga, of all things the most difficult. ସବୁଠୁ କଷ୍ଟକର ଏଇଟା. Only when one feels that, ରୂପାନ୍ତର ଯୋଗ କେତେବେଳେ କରିହେବ? ଯେତେବେଳେ ଜଣେ ଅନୁଭବ କରିବ ଯେ one is here upon earth for this alone. କେବଳ ଏଇ ସକାଶେ ଜଣେ ଜନ୍ମ ହେଇଛି. ମୋର ଆଉ ଜନ୍ମ ହବାର ଦ୍ୱିତୀୟ କାମ ନୁହେଁ. ସେକ୍ରେଟାରୀ ପ୍ରେସିଡେଣ୍ଟ ହେବା ମୋର ଆବଶ୍ୟକ ନାହିଁ. ବଡ଼ କିଏ ଲୋକମାନଙ୍କ ସମ୍ମାନ ଯୋଗ୍ୟ ହେବା, ଲୋକମାନେ ମୋତେ ପ୍ରଣାମ କରିବେ, ବଡ଼ ବୋଲି କହିବେ, କଇଁଶ୍ରୀ କଇଁ ଉପାଧି ସବୁ ମିଳେନି, ପଦ୍ମଶ୍ରୀ ପଦ୍ମ ଉପାଧି, ଏସବୁ ଦରକାର ନାହିଁ ମୋର. ମୋର ଗୋଟିଏ ମାତ୍ର ଉଦ୍ଦେଶ୍ୟ ହେଉଛି ଯେ ଏଇ କଥା ମୁଁ କରିବି. କ'ଣ ସେ କଥାଟା? ମହାରାଜଜୀ ବହୁତ ଚମତ୍କାର ଭାଷାରେ କହିଛନ୍ତି, ରୂପାନ୍ତରିତ ମନ ପ୍ରାଣ ଶରୀରରେ ଭଗବତ ପ୍ରାପ୍ତି. ଏ କେତେ ଗଭୀର ଅର୍ଥ ଏଇଟା ହେଉଛି ଯେ ହୃଦୟ ପରିବର୍ତ୍ତନ ହେଇକରି ପ୍ରେମରେ ପରିପୂର୍ଣ୍ଣ ହେଇଗଲେ ଜଣେ ଭଗବାନଙ୍କୁ ଅନୁଭବ କରିପାରେ. ଏ ହେଉଛି କଥା. କିନ୍ତୁ ଇଭିନ୍ ଶରୀର ପର୍ଯ୍ୟନ୍ତ ମଧ୍ୟ ପରିବର୍ତ୍ତନ ଏମିତି ହେଇଯିବ ଯାହାଫଳରେ ଭଗବତ ଉପଲବ୍ଧି ହେଇପାରିବ. ମନରେ ହେଇପାରିବ, ପ୍ରାଣରେ ହେଇପାରିବ, ଶରୀରରେ ମଧ୍ୟ ଭଗବତ ଉପଲବ୍ଧି ହେଇପାରିବ. ଏ କମ୍ କଥା ନୁହେଁ. ଏ ହେଉଛି ଆମର ଲକ୍ଷ୍ୟ. କେତେବେଳେ କରିହେବ? ଓନ୍ଲି ହ୍ୱେନ୍ ୱାନ୍ ଫିଲ୍ସ ଦ୍ୟାଟ୍ ୱାନ୍ ଇଜ୍ ହିୟର୍ ଅପନ୍ ଆର୍ଥ ଫର୍ ଦିସ୍ ଆଲୋନ୍. କେବଳ ଏଇ ସକାଶେ ଜଣେ ଜନ୍ମ ହେଇଛି. and has nothing else to do. That this is the sole reason of one's existence. ଏଇ ସକାଶେ ମୁଁ ଜନ୍ମ ହେଇଛି, ବଞ୍ଚି ରହିଛି ଏଇ ସକାଶେ. ଆଉ କୋଉ ସକାଶେ? କାହାକୁ ମୁଁ କଥା ଦେଇନି. ମୁଁ କାହାକୁ କଥା ଦେଇନି. ପ୍ରମିସ୍ କାହା ପାଖରେ ମୁଁ କରେନି. ଯିଏ ହଉ, ବାପା ମା, ଭାଇ ଭଉଣୀ, ଘର ସଂସାର, ସମାଜ, କୋଉଠି ମୁଁ ପ୍ରମିସ୍ କରିନି. ମୁଁ ପ୍ରମିସ୍ କରିଛି କାହା ପାଖରେ? ମାଙ୍କ ପାଖରେ, ଯେ ଏଇ କାମ ସକାଶେ ମୁଁ ଅଛି. କୋଉ କାମଟା ସକାଶେ ଅଛି? ଯେ ଭଗବାନଙ୍କୁ ଉପଲବ୍ଧି କରିବା, ତାଙ୍କ ଅନୁଭବ ରଖିବା, ତାଙ୍କର ସ୍ଥିତିରେ ନିଜକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା. ଏଇ ସକାଶେ ମୁଁ ଏଠିକି ଅଛି. ଯେ ଇଭିନ୍ ଇଫ୍ ୟୁ ହାଭ୍ ଟୁ ଟଏଲ୍ ହାର୍ଡ, ଯଦି ଯେତେ କଷ୍ଟ ସହିବାକୁ ପଡ଼ିବ, ସଫର, ଷ୍ଟ୍ରଗଲ, ଯନ୍ତ୍ରଣା ଭୋଗିଛ, ସଂଘର୍ଷ କରିଛ, ଇଟ୍ ଇଜ୍ ଅଫ୍ ନୋ କନସିକ୍ୱେନ୍ସ. ଦିସ୍ ଏଲୋନ୍ ଆଣ୍ଡ ନଥିଙ୍ଗ ଏଲ୍ସ. ଆଉ କିଛି ନାହିଁ. ଏଇ ଗୋଟିକ ହିଁ କେବଳ ମୋ ପାଖରେ ରହିଛି. କୋଉ ଗୋଟିକ? ଯେ କେମିତି ରୂପାନ୍ତରିତ ମନ ପ୍ରାଣ ଶରୀରରେ ଭଗବତ ପ୍ରାପ୍ତି କରିବି. ଇଭିନ୍ ୟୁ ହାଭ୍ ଟୁ ଟଏଲ୍ ହାର୍ଡ, ସଫର, ଷ୍ଟ୍ରଗଲ, ଇଟ୍ ଇଜ୍ ଅଫ୍ ନୋ କନସିକ୍ୱେନ୍ସ. ଯେତେ ସଂଘର୍ଷରେ ପଛନ କାହିଁକି, ଯେତେ ହଇରାଣ ହୁଅ, ତାର ମୂଲ୍ୟ କିଛି ନାହିଁ. ଦିସ୍ ଏଲୋନ୍ ଆଣ୍ଡ ନଥିଙ୍ଗ ଏଲ୍ସ. ଏଇ ଗୋଟିକ ହିଁ ମୋର ଦରକାର. ଗୋଟେ ପିକ୍ୟୁଲିଆର କଥା ମୁଁ ଦେଖିଛି ଆଖି ଆଗରେ. ଗୋଟେ ମୁଁ ପଢ଼ିଲି. ସେ ପଢ଼ିବାଟା ହେଉଛି ଯେ ଜଣେ ବ୍ୟକ୍ତି ଗୋଟେ ସିଡ଼ି ତଳ ଗୋଟେ ଘର ନାହିଁ, ସିଡ଼ି ଗଲାବେଳକୁ ତ ତଳେ ଗୋଟେ ପୁରା ଜୀବନ ପ୍ରାୟ ବିତେଇ ଦେଲେ ସେଠି. ମା ଦିନେ ବୁଲିବାକୁ ଆସିଲେ ସେଠିକି, ଦେଖିଲେ କେମିତି ରହୁଛି. ମା ବିରକ୍ତ ହେଇକିରି କରିକିରି ସାଙ୍ଗେ ସାଙ୍ଗେ ଚେଞ୍ଜ କଲେ, ସବୁ ଚେଞ୍ଜ କଲେ, ଘର ଫର ସବୁ ଚେଞ୍ଜ କଲେ. ଆଉ ଜଣଙ୍କର, ଆଉ ସେ କେମିତିଆ ଲୋକ, ଆଉ ଜଣଙ୍କର କ'ଣ ହେଲା, କ'ଣ ଟିକେ ଝରକା ଫରକା ନା କ'ଣ ଅସୁବିଧା ଥିଲା, ସେ ବିଦ୍ରୋହ କରି ଆଶ୍ରମ ଛାଡ଼ି ଚାଲିଗଲେ. ଏ ହେଉଛି ତଫାତ୍. ଆମେ ଯେତେବେଳେ କୌଣସି ଏକ ଲକ୍ଷ୍ୟ ନେଇକିରି, ଆମର ଲକ୍ଷ୍ୟ ଅଲଗା କିଛି ନୁହେଁ. ଆମର ଲକ୍ଷ୍ୟ ହେଉଛି ଅନ୍ତରରେ ଯେ ମାଙ୍କ ଉପସ୍ଥିତି ରହିଛି ତାକୁ କଣ୍ଟାକ୍ଟରେ ଆସିବା. ତାର ଫାଷ୍ଟ ପଦକ୍ଷେପ ହେବ ଏତିକି, କେମିତି କରିବା? ମାଙ୍କୁ ଭୁଲି ନ ଯିବା. କେବେ ବି ମାଙ୍କୁ ଭୁଲି ନ ଯିବା. ଏବଂ କେମିତି ଭୁଲି ଯାଉ? କେତେବେଳେ? ଖାଇଲା ବେଳେ ଭୁଲି ଯାଉ, କଥା କହିଲା ବେଳେ ଭୁଲି ଯାଉ, ଚାଲିଲା ବେଳେ ଭୁଲି ଯାଉ, ଗପିଲା ବେଳେ ଭୁଲି ଯାଉ, ଲେଖିଲା ବେଳେ ଭୁଲି ଯାଉ. ଆମେ ସବୁ ଭିତରେ ଭୁଲି ଯାଇଛୁ ବୋଲି ସ୍ୱୀକାର କରିବା. ତାପରେ ସ୍ମରଣଟାକୁ ନେଇ ଆସିବା, ମେମୋରିଟାକୁ ନେଇ ଆସିବା, ମାଙ୍କ ସ୍ମରଣ ଅବସ୍ଥାକୁ ନେଇ ଆସିବା, କଣ୍ଟାକ୍ଟ ଅବସ୍ଥା ନେଇକି ଆସିବା. ଏଇ ହେଉଛି କାମ, ଯେଉଁ କାମଟା ଆମକୁ ଦିଆଯାଇଛି. ଇଟ୍ ଇଜ୍ ନଟ୍ ଏ ସ୍ମଲ୍ ୱାର୍କ, ବହୁତ ବଡ଼ କାମ. এইটা হচ্ছে ଆକ୍ଚୁଆଲି କାମ, ବାହାର କିଛି କାମ ନୁହେଁ. এইটা ହେଉଛି ଭିତ୍ତିଭୂମି. এইଟାକୁ ବୁଝିବା ଭଲ କରି ଯେ ଏଇ ସକାଶେ ମୁଁ ଆସିଛି ବୋଲି. ଆଚ୍ଛା, even if you have toiled, suffer, struggle, it is of no consequence. This alone, nothing else. এই କଥା ହିଁ ମୁଁ ପ୍ରାପ୍ତ କରିବାକୁ ଚାହେଁ, ଆଉ କିଛି ଚାହେଁ. କୋଉ ଲୋକ ଆମ ଭିତରୁ ଠିଆ ହେଇ କହିବ ଏହା ହିଁ ମୁଁ ଚାହେଁ, ଆଉ କିଛି ଚାହେଁନି? ଯେତେବେଳେ ମୁଁ କହିବି ଆଉ କିଛି ଚାହେଁନି, ହଜାରଟା ଜିନିଷ ଆସିବ ମୁଁ ଚାହେଁ, ସମସ୍ତେ କହିବେ ମୁଣ୍ଡ ଟେକିକି ଚାହିଁଦେବେ. ତୁ ଗୋଟେ ଇମାଜିନ୍ କର, ଗୋଟେ ବିରାଟ ପୋଖରୀରେ ମୁଁ ଠିଆ ହେଇକିରି କହୁଛି ମୁଁ ୟାକୁ ହିଁ ଚାହେଁ, ଆଉ କିଛି ଚାହେଁନି. ଗୋଟେ ଗୋଟେ ମୁଣ୍ଡ ବାହାରି ଆସୁଛି ପାଣି ଉପରୁ, ଏହା ମୁଁ ଚାହେଁ, ତା ମୁଁ ଚାହେଁ, ତା ମୁଁ ଚାହେଁ. এইটা ସୋଲ୍ ଇମ୍ପୋର୍ଟାଣ୍ଟ ନୁହେଁ. SOL ମାନେ କେବଳ ଏହାର ଗୁରୁତ୍ୱ ନାହିଁ, ଅନ୍ୟାନ୍ୟ ମସ୍ତ ରହିଛି, ତା ଭିତରେ ରହିଛି.
तेणु स्लोगानटा बहुत बढ़िया भाବରେ ହେଉଛି ଶ୍ରୀଅନ୍ନଙ୍କ ଯୋଗ ଜୀବନକୁ ପ୍ରତ୍ୟାଖ୍ୟାନ କରିକିନି ଜୀବନକୁ ଗ୍ରହଣ କରି ତାମାନେ ଜୀବନ ସକଳ କଳମଶକୁ ଗ୍ରହଣ କରିକିରି ସବୁ ଏମିତି କାହିଁକି ତୁମେ ରୂପାନ୍ତର ଚାହଁ ନା ରୂପାନ୍ତର ଚାହେଁ ବହୁତ କ୍ଲିଅର ଧାରଣା ରୂପାନ୍ତର ଚାହେଁ ଅମର ହେବି ଅମର ହେଲେ ଏମିତି କଜିଆ କରୁଥିବି ଅମର ହେଲେ ଏମିତି ଚାଲିଥିବ ଏଇଭଳି କଜିଆ ଚାଲିଥିବ ଏମିତି ଘଟଣା ଚାଲିଥିବ ଏମିତି ବିଷୟ ଚାଲିଥିବ ଏଇ ସକାଶେ ମୁଁ ଅମର ହେବି ଅମର ସାଇକିକ୍ ଟ୍ରାନ୍ସଫର୍ମେସନରେ ଚୈତ୍ୟ ରୂପାନ୍ତର ଶିକ୍ଷା ବହିରେ ଯେଉଁ ଲେଖା ହେଇଛି କାହିଁକି ମୁଁ ବଞ୍ଚି ରହିବି ବେଶୀ ଦିନ ମା ସ୍ପଷ୍ଟ କହିଛନ୍ତି କାରଣ ଏ ଅନୁଭୂତି ଉପଲବ୍ଧି ମୋର ଦରକାର ଏବଂ ଏଇ ଜୀବନରେ ସେତିକି ଦିନ ରହିବି ଯେଦିନ ଉପଲବ୍ଧି ନ କରିଛି ଏଇଟା ଦୁଇଟାକ ତଫାତ୍ କେତେ ଅଛି ସେ କହୁଛନ୍ତି this alone and nothing else then it is a different matter otherwise I tell you be always happy be always be good ମା କହିଲେ ଏହା ଯଦି ତୁମେ ନ କରୁଛ ମୁଁ ତୁମକୁ ଗୋଟେ କଥା କହୁଛି ଏତିକି କର ଖୁସି ରୁହ ବି ଅଲୱେଜ ହାପି ଖୁସି ରୁହ ବି ଅଲୱେଜ ଗୁଡ ଭଲରେ ରୁହ ବି ଗୁଡ ଭଲ ହୁଅ ମିନିଂ ତା ମର୍ଥ ହେଲା ବି ମୋର ଅଣ୍ଡରଷ୍ଟାଣ୍ଡିଂ ଟିକେ ଅଧିକ ବୁଝାମଣା ଆରମ୍ଭ କର know that you are growing up under exceptional condition ଗୋଟେ ଅଦ୍ଭୁତ ପରିବେଶ ଭିତରେ ତମକୁ ସୁଯୋଗ ଦିଆଯାଇଛି ଅଗ୍ରଗତି କରିବା ପାଇଁ try to live a life higher nobler and truer ଗୋଟେ ଉଚ୍ଚତର ଜୀବନ ମହାନ ଜୀବନ ଯଥାର୍ଥ ଜୀବନ ଯାପନ କରିବାକୁ ଚେଷ୍ଟା କର ଦେନ୍ ଦି ଅର୍ଡିନାରୀ ସାଧାରଣ ଲୋକ ସାଧାରଣ ଜୀବନଠାରୁ ଅଲଗା ହେଇକିରି ଟିକେ ବେଟର ଜୀବନ ଯାପନ କରିବାକୁ ଚେଷ୍ଟା କର try to live a life higher nobler and truer than the ordinary life and let a little of this consciousness this light and this benevolence express itself in the world এই ବିଷୟ ଧୀରେ ଧୀରେ ତୁମ ସମଗ୍ର ଜୀବନରେ ପ୍ରକାଶ ଏହା କହୁଛନ୍ତି ତାମାନେ ଆମେ ଆମକୁ କୃତଜ୍ଞ ହେବା କାହା ପାଖରେ ମାଙ୍କ ଚରଣରେ ଅଦ୍ଭୁତ ଭାବରେ ଆମକୁ ସୁଯୋଗ ଦେଇଛନ୍ତି ଅଗ୍ରଗତି କରିବା ପାଇଁ ଏବଂ ପରିସ୍ଥିତି ପରିବେଶକୁ ସେତିକି ସେମିତି ରଖିଛନ୍ତି ଯାହାଫଳରେ ଆମେ ଅଗ୍ରଗତି କରିପାରିବା ଆମ ଇମିଡ଼ିଏଟଲି ଅଗ୍ରଗତି କରିପାରିବା ଏବଂ ଏଭ୍ରି ଡେ ଲାଇଫ୍ ପ୍ରତ୍ୟେକ ଦିନର ଯାହା ଘଟଣାବଳୀ ଘଟି ଯାଉଛି ଆମକୁ ସାହାଯ୍ୟ କରୁଛି ଯେ ଟୁ ବି କନସିୟସ୍ ଦ୍ୟାଟ୍ ଅଲ୍ ଇଜ୍ ଡିଭାଇନ୍ ସବୁ ଆମ ଚତୁର୍ଦିଗରେ ଯାହା ଅଛି ତା ଭିତରେ ଯେ ଦିବ୍ୟତା ରହିଛି ସଚେତନ ହେବା ଦ ବେଷ୍ଟ ୱେ ଅଫ୍ ମେକିଂ ଅଲ୍ ଡିଭାଇନ୍ ସବୁଗୁଡ଼ାକୁ ଦିବ୍ୟତାରେ ପରିଣତ କରିବାର ସର୍ବୋତ୍ତମ ଉପାୟ ଯେ ଆମେ କନସିୟସ୍ ହେବା ଯେ କେମିତି ଅଦ୍ଭୁତ ପରିବେଶ କରାହେଇଛି କାହିଁକି ଏମିତି ପରିବେଶ କରାହେଇଛି ମୁଁ ଯେମିତି ଅଗ୍ରଗତି କରିପାରିବି ମୋର ଉଦ୍ଦେଶ୍ୟ ଲକ୍ଷ୍ୟ ଯେମିତି ପୂରଣ ହେଇପାରିବ ସବୁ ଜିନିଷ ଆରେଞ୍ଜମେଣ୍ଟ କରାହେଇଛି ମୋ ପାଇଁ ଲେଟ୍ ଅସ୍ ବି ଗ୍ରେଟଫୁଲ୍ ଟୁ ଦ୍ୟାଟ୍ ଯଦି ଜଣେ ଗ୍ରେଟଫୁଲ୍ ହେବାକୁ ଆରମ୍ଭ କରିବ କୃତଜ୍ଞ ହେବାକୁ ଆରମ୍ଭ କରିବ ବିଷୟ ଯେଉଁଗୁଡ଼ାକ ଚାରିଚୁର୍ଦିଗରେ ଦେଖାହେଉଛି ସେସବୁ ଚେଞ୍ଜ ହେବାକୁ ଆରମ୍ଭ କରିବ ତା ସେ କହୁଛନ୍ତି ଯଦି ସାଧନାର ମନୋଭାବ ନାହିଁ ସେ ଲକ୍ଷ୍ୟ ରଖିନ ଦିସ୍ ଏଲୋନ୍ ନଥିଂ ଦେନ୍ ଇଟ୍ ଇଜ୍ ଏ ଡିଫରେଣ୍ଟ ମ୍ୟାଟର ଅଦରୱାଇଜ୍ ଆଇ ଟେଲ୍ ୟୁ ମା କହୁଛି ମୁଁ ତୁମକୁ କୁହେ ବି ଅଲୱେଜ୍ ହାପି ବି ଅଲୱେଜ୍ ବି ଗୁଡ୍ ମିନିଂ ତା ଅର୍ଥ ହେଲା ବି ମୋର୍ ଅଣ୍ଡରଷ୍ଟାଣ୍ଡିଂ know that you are growing up under exceptional conditions try to live a life higher nobler truer than the ordinary life and let a little of this consciousness this light and this benevolence express itself in the world ତ ଚତୁର୍ଦିଗରେ ତୁମେ ଯଦି ସବୁଠୁ ବେଷ୍ଟ ହେଉଛି ଅନ୍ୟକୁ ସାହାଯ୍ୟ କରିବାର ନିଜେ ଗ୍ରୋ କରିବା ବିକଶିତ ହେବା ବଢ଼ି ଉଠିବା ଏ ହେଉଛି ଏଇ ଚେତନା ଏଇ ଶକ୍ତିକୁ ପ୍ରତିଷ୍ଠା କରିବାର ଉପାୟ ଆଉ ଗୋଟେ ବିଷୟ କୁହାହେଉଛି ଯେ ଯେତେ ଯେତେ ଆମେ କନସିୟସ୍ ହେବା ମାଙ୍କ ଉପରେ ମାଙ୍କ ସମ୍ବନ୍ଧରେ ସଚେତନ ହେବା ସେତେ ମାଙ୍କର ଉପସ୍ଥିତି ବାହ୍ୟ ଜୀବନରେ ପ୍ରକାଶ ହେବାକୁ ଆରମ୍ଭ କରିବ ଅନ୍ୟ ବାଟରେ ନୁହେଁ କହୁଛନ୍ତି it is not for a personal and egoistic aim that you seek perfection it is for the sake of manifesting the divine it is to put all at the service of the divine it is not for a personal and egoistic aim ଗୋଟେ ବ୍ୟକ୍ତିଗତ ଅହଙ୍କାର ଜନିତ ଲକ୍ଷ୍ୟକୁ ଆଖିରେ ରଖିକିରି ଆମେ ପୂର୍ଣ୍ଣତା ଚାହୁଁନାହୁଁ ଦ୍ୟାଟ୍ ୟୁ ସିକ୍ ପରଫେକ୍ସନ୍ ପୂର୍ଣ୍ଣତା ଚାହୁଁନାହୁଁ ଆଚ୍ଛା ହ୍ୱାଟ୍ ଇଜ୍ ମିନିଂ ଅଫ୍ ପୂର୍ଣ୍ଣତା ବାରମ୍ବାର ପରଫେକ୍ସନ୍ ବିଷୟ କୁହାହେଉଛି ପୂର୍ଣ୍ଣତା ମାନେ କ'ଣ ପୂର୍ଣ୍ଣତା ଶିକ୍ଷା ବହିର ପ୍ରଥମ ଅଧ୍ୟାୟର ଲାଷ୍ଟ ପାରାଟା କ'ଣ କୁହାହେଇଛି ଶିକ୍ଷା ବହିର ପ୍ରଥମ ଅଧ୍ୟାୟର ଶେଷ ଆଡ଼କୁ କ'ଣ କୁହାହେଇଛି ଶେଷ ଆଡ଼କୁ କୁହାହେଇଛି ଯେତେବେଳେ ଏଇ ପୂର୍ଣ୍ଣତା ପ୍ରକାଶିତ ହେବ ମନରେ ଜ୍ଞାନ ରୂପେ ବୋଧେ ପ୍ରାଣରେ ଶକ୍ତି ରୂପେ
हृदय प्रेम रूपे ये सब प्रकाश शरीर सौंदर्य रूपे प्रकाश हम आमे आमे एमती एक अवस्था को जाऊँ आम गोटे लक्ष्य रखी दिखाई से लक्ष्यटा कौन ना लक्ष्य हूँ माँ निजक प्रकाश करेंगे माँ आम हृदय प्रकाश करेंगे भल पाइबा हिसाब से प्रेम हिसाब से भक्ति हिसाब से श्रद्धा हिसाब से समग्र हृदय या द्वारा परिपूर्ण हो जो हृदय विचलित अस्थिर एवं विभिन्न तरंग द्वारा स्पंदित से हृदय प्रेम कौटे आसो भल पाइबा कौटे आसो जो हृदय डिसाइड कर माँ प्रति भल पाइबा छड़ा आ कि भी भर रही से हृदय आड़ को जीवा हूँ पूर्णता आम माँ निजक प्रकाश करेंगे माँ मन प्रकाश करेंगे ज्ञान रूपे ज्ञान पुणी केते विभाव रही ज्ञान हूँ ऑर्डिनरी बही पढ़ा नॉलेज इज नॉट ज्ञान बही पढ़ा ज्ञान पढ़ी मन रखा ज्ञान नुहे आम मन स्थिर धीर शांत हम ता भर उच्चतर ज्ञान प्रकाश कर उच्चतर स्थिति प्रकाश कर ये हम मनर अवस्था प्राणर अवस्था कौन हम शक्तिवंत हम शक्ति हम साहस हम प्राण भितर उद्दा जोटा बाह्य उद्दामता नुहे भीतर शक्ति साहस थी आगे जावाई आ शरीर कौन कर भगवान को संपूर्ण प्रकाश कर आम शरीर प्रकाश कर कही तो दौ बहुत सहज प्रकाश कर अर्थ कौन ता माने शरीर सब अंश गुड़िक आम आम गोटे जन को गोटे किए गोटे आमको जाबड़ा मारला आम गोटे क्या जाबड़ा मार ये जो मारला गोटे भौतिक अनुभव गोटे है जनक देह आंगुठी जाइए आ जनक मुंडे पसला कि पिठे पसला है एवरीथिंग विल टर्न टू द प्रेजेंस ऑफ द मदर निज देहर सबकि माँ को उपस्थित परिवर्तन हो एक अवस्था को जाऊँ ये हूँ पूर्णता से कहते नॉट फॉर आम व्यक्तिगत कौन कारण सकाशे पूर्णता खोजुन इज नॉट फॉर ए पर्सनल एंड इगोइस्टिक एम दैट विल सीक परफेक्शन इट इज फॉर द सेक ऑफ मैनिफेस्टिंग द डिवाइन आम कौन करूँ ना भगवान को चाहूँ आविष्कार प्रकाश करने से माँ निजे आम भितर मनरे प्रकाश हे शरीर आम स्पंदन अनुभव कर शरीर स्पंदन विषय माँ का प्रकाश विषय आउ गोटे लिखाई गोटे मु मन पकई दूसरी कार मन थी जे माँ के संगे अंतर संबंधर स्वरूप कौन ठीक नहीं मन अच्छे माँ के संगे अंतर संपर्कर संबंध माने स्वरूप कौन से वर्णना करमती भाव समर सबकि स्पंदित हवा माँ को द्वारा माँ जमी तुम देह भितर अवतरण करेंगे केवल मन को ग्रहण करें प्राण को देह को सकल अनुभव को माँ ग्रहण करेंगे माँ निजे स्वयं तुम भर अवतरी से कहते इट इज टू पुट ऑल एट सर्विस ऑफ द डिवाइन आमर जहाँ शक्ति रही सामर्थ्य रही सब माँ के सेवा व्यवहार हम यू डू नॉट डू योग विथ द इंटेंशन ऑफ परफेक्टिंग योर सेल्फ पर्सनाली व्यक्तिगत भाव में गोटे पूर्णता हासिल करने तुम योग साधना करूँ मु बड़ हेबी मुझे पूर्ण एमती जन कर फॉर योर ओन सेक निज कौन व्यक्तिगत कारण सकाशे साधना करूँ बट फॉर द डिवाइन वर्क दैट हैज टू बी डन फॉर द फुलफिलमेंट ऑफ द डिवाइन विल भगवान को संकल्प कहीं एमती कहुच्छी ये अर्थ बुझा जे माँ गोटे जिनस चाहूँ आम भितर से आम से बुझीपार कि आम से बुझीपार माँ मोठू कौन डिमांड गोटे परिस्थिति सृष्टि कर दिया माँ मोठू कौन डिमांड करमती जानी माँ मोठू या चाहूँ मुझे मोर व्यक्तिगत कामना वासनार ऊर्ध्व को उठीजी मुझे मु कहले मुझे बुझुची मुझे अस्वीकार करी मु कौन हूँ से व्यक्ति जे अन्न को ईर्षा कर मु कौन हूँ से व्यक्ति जे अन्नर मंगल देखले मो देह कौन हो से व्यक्ति जहाँ अहंकार असंतुष्ट होते व्यक्ति नुहे मुझे किए ना मुझे से व्यक्ति जे हूँ अनुभव कर कहले अनुभव कर मो माँ का संतान मुझे व्यक्ति बाकी जो व्यक्ति कहे मुझा बेली से व्यक्ति मु नुहे आउ गोटे किए मो भर पशिक मुझे कहानीटा कहे मुझे देखी आखि आगे मोर जो आक्वेरियम थी से चेयर पड़ी गोटे झीटा को भूत लगे से आसी से बस से बसिक झीटा कहूँ गोटे कहूँ मुझे कहनी आउ गोटे किए मो भर कहूँ यहाँ मुझे कहूनी बारंबार कहूँ
पुणी ता भीतर पुणी से भूत किसी पदे कथा कहूँ से कहते मुझे कहनी आउ जन किए कहला एक्जाक्टली आम भितर से माँ स्वयं अच्छा माँ इच्छा अच्छी ସେଇଟା ଆମ ଭିତରେ ପ୍ରକାଶ ପାଇବ ବାକି ଯାହା ପ୍ରକାଶ ପାଉନି ସେ ମୁଁ ନୁହେଁ ମୂଳରୁ ଅସ୍ୱୀକାର କରିବା ଏହା ମୁଁ ନୁହେଁ ମତେ କିଏ ଗୋଟେ ଧରିକିରି ମୋ ଭିତରେ କହୁଛି ଏଇଟା ମୁଁ ଜମା ନୁହେଁ You do not do yoga with the intention of perfecting yourself personally. ବ୍ୟକ୍ତିଗତ ଭାବରେ ପୂର୍ଣ୍ଣତା ହାସଲ ପାଇଁ ଯୋଉ ସାଧନା କରୁଛ ଏଇଟା ନୁହେଁ ଫର ୟୋର ଓନ୍ ସେକ୍ ନିଜ ପାଇଁ କରୁନ ବଟ୍ ଫର ଦି ଡିଭାଇନ୍ ୱାର୍କ ଦ୍ୟାଟ୍ ହାଜ୍ ଟୁ ବି ଡନ୍ ଗୋଟେ କଲମ ବଢିଆ କଲମ ଗୋଟେ ଯୋଉ ଫାଉଣ୍ଟେନ୍ ପେନ୍ ତମେ ଦେଇଛ ସେମାନଙ୍କ ବଢିଆ ଫାଉଣ୍ଟେନ୍ ପେନ୍ଟା ଫାଉଣ୍ଟେନ୍ ପେନ୍ଟା ମୁଁ କାହିଁକି ବ୍ୟବହାର କରିବି କାରଣ ମୁଁ ଯାହା ଭାବୁଛି ତା ଲେଖିଲା ବେଳକୁ ଠିକ୍ ଯେମିତି ମୋ ପେନ୍ଟା ଖରାପ ନ ହେଇଯାଏ जहाँ लिखा चाहूँगी पेनटा लिखला मन को गोटे जड़े भायोलिन बजाऊँगी कि फ्लूट गोटे बजाऊँगी भायोलिन बजाऊँगी जो स्वर से मन मन चाहूँगी भायोलिन जो खराब हो स्वर बाहर जमा तेणु भायोलिन निजी परफेक्ट करने चाहिए कौ उद्देश्य जहाँ फल जे धरी बजाऊँगी से ठीक भाव में निज इच्छा को से बजाटा को प्रकाश कर ठीक से भाव में आम निजी को परफेक्ट करने चाहूँ कौ उद्देश्य परफेक्ट करने चाहूँ जहाँफल माँ संकल्पर एक परफेक्ट परिपूर्ण जंत्र आम हो से जहाँ चाहिए आम ता कर तार अनेक पूर्वर से जहाँ चाहिए से कौन चाहते बुझा पड़ो माँ आमठू कौन डिमांड कर डिमांड ये दाबीर परिपूर्णतार कौन कौन बाधक हो बाधक हो मो निज इच्छा पशि जाऊँगी से कहते बट फॉर द डिवाइन वर्क दैट हैज टू बी डन पृथ्वी पृष्ठ भगवान जो कार्य करा पड़ो से जिते मुझे परिपूर्ण हेबी से कार्य परफेक्टली कर फॉर द फुलफिलमेंट ऑफ द डिवाइन विल भगवान संकल्प को मुझे प्रकाश करा यार अनेक पूर्व भगवान का संकल्प कौन बुझा दरकार अनुभव करा दरकार ये अनुभूतिर मध्य अनेक स्तर रही प्रथम जहाँ आसो अनुभव नुहे तापर धीरे 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 अनुभवटा कौन मन लगे मन पड़ो अनुभव आसपर दी रकम भाव आस यहाँ भगवान की इच्छा कि सहीटा भगवान की इच्छा चूज करा पड़ो जाना पड़ो शिखा पड़ो कौटा भगवान की इच्छा केमती मुझे बाहर जीवन कार्यकारी करी सो लंग एज ए पर्सनल एस्पिरेशन इज देयर जेपर्यंत एक व्यक्तिगत इच्छा रही आस्पिरा रही ए पर्सनल डिजायर व्यक्तिगत कामना रही एंड इगोइस्टिक विल एक अहंगत संकल्प रही इट इज ए मिक्सचर या हूँ कारण मो निजर कि गोटे इच्छा रही मो निजर कि गोटे इच्छा रही जो निजर कि गोटे इच्छा रही से इच्छाटा यहाँ भगवान की इच्छा संगे मिसी जाए मनर इच्छा रही प्राण इच्छा रही मोर गोटे कल्पना रही मोर गोटे आंबिशन रही से मिसी जाए जिते बड़े आम जो सब कम करा ओनली फॉर द सेक ऑफ द मदर माँ को कार्य सुविधापी मुझे कमटा टेकअप कर माँ को कम निजी अधिक भल भाव दे पारि बोली से जिनस अलग हुए जो व्यक्तिगत इच्छा को चरितार्थ करने कार्य कराए से जिन अलग हुए से कहते जे इट इज ए मिक्सचर इट इज नॉट द एक्जाक्ट एक्सप्रेशन ऑफ द डिवाइन विल विभिन्न अंशर संकल्प रही भगवत इच्छार पूरा प्रकाश हुए The only thing that counts is the divine, his will, his manifestation, his expression. जो जिनस बड़ बोली सर भगवान यहाँ चाहती कि सीधा सीधा सरल भाव में पचार दे हम मुझे चाहूँगी ये माँ चाहती माँ गोटे बढ़िया सेन्टेन्स कहते 72 बोधे माँ कहले तुम भर कौन के इच्छा होनी एमती जानापी भगवान केम देखती भगवान केमती अनुभव करती भगवान केमती शुणती ये तुम इच्छा होनी जानापी आम भितर सेमती जे माँ रही माँ जहाँ चाहूँगी से चाहवाटा आम मन प्राण शरीर देखिए विकृत भाव प्रकाश न हो माँ जहाँ चाहूँगी सीधा सीधा से मो चाहवा हिसाब से प्रकाश हो ये सकाशे जड़े को निज गोड़े ठिया पड़ो ठिया माँ को देदेवा पड़ो जे मोर जहाँ कि अच्छी तुम व्यवहार कर एवं तुम प्रकाश तुम परिप्रकाश या एक मध्यम हो केते भल से दिन हम राधा प्रेयर जोटा अच्छी राधा प्रार्थना जे केते बढ़िया हम तुम जहाँ चाहूच से मो भितर मो इच्छा हिसाब से प्रकाश पाँच मो इच्छा तुम इच्छा नुहे तुम जहाँ चाहूच जमी इच्छा कर मो भितर तुम इच्छा भाव मो इच्छा भाव प्रकाश माने मो इच्छा किसी न रो तुम इच्छा शतकड़ा 100 रो ये एक अवस्था को जीवा हूँ
ପରିପୂର୍ଣ୍ଣତା ଦିଗରେ ଯାତ୍ରା